ଆପଣମାନଙ୍କୁ ଏଠାରେ ନୂଆ ନୂଆ କାହାଣୀ ଶୁଣିବାକୁ ମିଳିବ। ଦୟାକରି ଏଇ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିବ ତାହେଲେ ସବସ୍କ୍ରାଇବ୍ କରିବେ, ଲାଇକ୍ ମଧ୍ୟ କରିବେ। ଯଦି କୌଣସି ଭୁଲ ହେଇଯାଏ ମୋତେ କ୍ଷମା କରିବେ। ଆପଣ ଆଉ କିଛି ସମୟ ନଷ୍ଟ ନକରି ଚାଲନ୍ତୁ ଆଗକୁ ବଢ଼ିବା। ଅନ୍ୟ ଗୋଟିଏ କାହାଣୀ ଶୁଆ ଓ ମାଳତୀ। କୁନି ଝିଅଟିଏ ନା ତାର ମାଳତୀ। ଦିନେ ସେ ବିଦ୍ୟାଳୟରୁ ଘରକୁ ଫେରୁଥିଲା। ବାଟରେ ଦେଖିଲା ଗଛ ମୂଳେ ଶୁଆଟିଏ ପଡ଼ି ଛଟପଟ ହେଉଛି। ସେ ଦୌଡ଼ି ଯାଇ ଦେଖିଲା ଶୁଆଟି ଖଣ୍ଡିଆ ଖାବରା ହୋଇଯାଇଛି। ତା ଡେଣାରୁ ରକ୍ତ ବାହାରୁଛି। ସେ ଆଉ ଉଡ଼ି ପାରୁନାହିଁ। ମାଳତୀ ମନରେ ଦୟା ଆସିଲା। ସେ ଶୁଆକୁ ଯତ୍ନରେ ଧରି ତାଙ୍କ ଗାଁରେ ଥିବା ପ୍ରାଣୀ ଡାକ୍ତରଙ୍କ ପାଖକୁ ଗଲା। ଶୁଆକୁ ଦେଖାଇଲା। ଡାକ୍ତର ଶୁଆର କ୍ଷତ ଭଲ ଭାବରେ ସଫା କରି ମଲମ ଲଗାଇ ଦେଲା। କିଛି ଔଷଧ ଶୁଆକୁ ଖାଇବା ପାଇଁ ଦେଲେ। ମାଳତୀ ଘରକୁ ଯାଇ ଡାକ୍ତରଙ୍କର କହିବା ଅନୁଯାୟୀ ଶୁଆର ଯତ୍ନ ନେଲା। ତାକୁ ପଚାରିଲା, ପିଜୁଳି ଖାଇବୁ? ଖାଇବାକୁ ଦେଲା। ଔଷଧ ମଧ୍ୟ ଖୁଆଇଦେଲା। 4-5 ଦିନ ପରେ ଶୁଆଟି ଭଲ ହୋଇ ଆସିଲା। ମାଳତୀ ଶୁଆକୁ ତା ସାଙ୍ଗ ସାଥୀମାନଙ୍କ ପାଖକୁ ଉଡ଼ିଯିବା ପାଇଁ ସେ ଗଛ ପାଖରେ ନେଇ ଛାଡ଼ିଦେଲା। ନିଜ ଘରକୁ ଫେରି ଆସିଲା। ଦିନେ ରାତିରେ ମାଳତୀ ଶୋଇଥାଏ। ସକାଳୁ ସକାଳୁ କିଏ ଜଣେ ତା ଝରକା ପାଖରେ ମାଳତୀ ନାନୀ ସକାଳ ହେଲାଣି, ମାଳତୀ ନାନୀ ସକାଳ ହେଲାଣି କହି ଉଠେଇ ଦେଲା। ମାଳତୀ ଶେଯରୁ ଉଠି ଝରକା ଖୋଲି ଦେଖିଲା ବେଳକୁ ସେହି ଶୁଆଟିଏ ବସିଛି। ମାଳତୀ ଖୁସି ହୋଇ ଶୁଆଟିକୁ ଆଣି ଗେଲ କଲା। କିଛି ଖାଇବାକୁ ଦେଇ ପୁଣି ଉଡ଼େଇ ଦେଲା। ସବୁଦିନ ସକାଳୁ ଶୁଆଟି ମାଳତୀକୁ ସେମିତି ଉଠେଇବାକୁ ଲାଗିଲା। ମାଳତୀ ଘର ବଗିଚାରେ ଥିବା ପିଜୁଳି ଗଛରେ ଶୁଆ ରହିଲା। ଆଉ କୁଆଡ଼େ ଗଲା ନାହିଁ। ମାଳତୀ ଓ ଶୁଆ ଧୀରେ ଧୀରେ ସାଙ୍ଗ ହୋଇଗଲେ। କେହି କାହାକୁ ଆଉ ଛାଡ଼ି ପାରିଲେ ନାହିଁ। ମାଳତୀର ବାପା ମା ଏହା ଦେଖି ଖୁସି ହେଲେ। ଏହି ଗପରୁ ଆମେ ଜାଣିଲେ କୌଣସି ବି ପକ୍ଷୀ, ପଶୁ କିମ୍ବା ମନୁଷ୍ୟକୁ ମଧ୍ୟ ଯଦି କ୍ଷତଗ୍ରସ୍ତ ହୋଇଥିଲେ ତାହାକୁ ସେହି ଅବସ୍ଥାରେ ନ ଛାଡ଼ି ତାର ଯତ୍ନ ନେବା ଏବଂ ତାହାକୁ ଡାକ୍ତରଙ୍କ ପାଖକୁ ଯିବା, ନେଇ ଭଲ ଭାବରେ ଚିକିତ୍ସା କରିବା।